ଆଜ୍ଞା ନମସ୍କାର। ସ୍ୱାଗତ କରୁଛୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍କେ। ଆପଣମାନେ ଦେଖିପାରୁଥିବେ ଥମ୍ବନେଲ୍‌ରୁ ଆଜି ଆମେ ଯେନ୍ ଭିଡ଼ିଓ ଆପଣମାନଙ୍କୁ ଦେખાମୁ ବା ଆପଣମାନଙ୍କୁ ଜଣାମୁ ସେଟା ହେଉଛି କଡ଼କନାଥ ଚାଷ ଉପରେ। କଡ଼କନାଥ ଚାଷଟା କୁକୁଡ଼ାଟା ଗୋଟେ ଡିପ୍ ବ୍ଲାକ୍ କଲର୍‌ର କୁକୁଡ଼ା ଏ ଯେନ୍ଟାକି ବହୁତ ଚାଷୀ ଭାଇମାନେ ଇଥିର୍ ଉପରେ ଆଗରୁ ଭିଡ଼ିଓ ମାନେ ଦେଖିକିରି ବି ଜାଣିପାରିଥିବେ। ଏଇଟା ଆଜି ଆମର ଯେନ୍ ଅର୍ଡ଼ର୍ ଅଛେ ଏଇଟା ପାଖାପାଖି 450ରୁ 500 ଅର୍ଡ଼ର୍ ଅଛି। ଚାଷୀ ଭାଇମାନେ ଦୁଇଟା ଚାଷୀ ଭାଇଙ୍କର ଅର୍ଡ଼ର୍ ଅଛି, ଏଇଟା ଆସିକି ସେମାନେ ନେଇଯିବେ। ଆପଣମାନେ ଦେଖୁନ୍ ବ୍ରିଡ୍ ଆମର କେନ୍ତାଟା ଆମେ ଦଉଛୁ ଏ ଚାଷୀ ଭାଇମାନଙ୍କୁ ପୁରା ଡିପ୍ ବ୍ଲାକ୍ କଲର୍‌ର ଅଛେ। ଆଉ ଏଇଟାକେ ଆମେ ଯଦି ବ୍ରିଡ୍ ହିସାବରେ ଦେଖ୍ମା ବେଲେ ଜେଡ୍ ବ୍ଲାକ୍‌ର ବୋଲି କୁହାହେସି। ଇ ଗୋଟେ ବକ୍ସରେ ପାଖାପାଖି 70ଟା ଲେଖା ପ୍ୟାକିଂ ଅଛେ। ଆଉ ଇ ବ୍ରିଡ୍‌କେ ଆମେ ଆପଣମାନଙ୍କୁ ବାହାର୍କେ ଆଣିକିରି ବି ଦେખાମୁ କେନ୍ତା ହିସାବେ ସେ ତାର୍ କଲର୍ ରହୁଛେ କୁକୁଡ଼ାର ଯେ। କଡ଼କନାଥ ଚାଷଟା ଗୋଟେ ବହୁତ ବଢ଼ିଆ ଚାଷ ଏ ଓଡ଼ିଶାରେ। ଆଉ ଏଇଟାକେ ବହୁତ ଚାଷୀ ଭାଇମାନେ 200ରୁ 300 ପିସ୍ ଲେଖା ନେଇକିରି କର୍ବାର୍କେ ପସନ୍ଦ କର୍ସନ୍। ଆର୍ ଆମେ ବି ତାହାକୁ 200-300 ପିସ୍ କର୍ବାର୍ ଲାଗି କହେସୁଁ। ବହୁତ ଇଥିରେ ଟିକେ କଷ୍ଟଲି ରହେସି ତାର୍ ଖର୍ଚ୍ଚଟା। ଆଉ ଏଇଟା ବହୁତ ବଢ଼ିଆ ତାମାନେ ଭଲ୍ କୁକୁଡ଼ା ବୋଲି ଆମେ ଯେନ୍ଟା କହୁଛୁଁ ଓଡ଼ିଶାରେ ଚାଷ୍ କର୍ବାର୍ ଲାଗି। ଏଇଟାକେ ଆପଣ ପୁରା ଫ୍ରି ରେଞ୍ଜରେ ବି ଚାଷ୍ କରିପାରବେ। ସବୁ ଯେନ୍ଟା ଦେଶୀ କୁକୁଡ଼ାମାନେ ଖାଉଛନ୍ ଏମାନେ ଟୋଟାଲ୍ ସେଇ ସବୁ ଦେଶୀ କୁକୁଡ଼ା ଖାଇପାରବେ। ଆପଣ ଗୋଟେ ମାସ୍ ପରେ ଏଇଟାକେ ଭ୍ୟାକ୍ସିନ୍ ଯେନ୍ଟା କମ୍ପ୍ଲିଟ୍ ହେଇଯିବା 21 ଦିନ୍ ପରେ ଏଇଟାକେ ଆପଣମାନେ ବାହାରେ ଛାଡ଼ିକିରି ବି ରଖିପାରବେ। ତ ଆମେ ଆଗ୍କେ ଦେખાମୁ ଆପଣମାନଙ୍କୁ ଦେଖୁନ୍ ଇ କୁକୁଡ଼ାର ତାମାନେ କ୍ୱାଲିଟି କେନ୍ତା ରହୁଛେ। ଆମେ ଯେନ୍ ଦେଖୁନ୍ ଏଇଟା ଆପଣମାନଙ୍କୁ ଦେଖଉଛୁଁ ଏଇଟା ହଉଛେ କଡ଼କନାଥର ପୁରା ଜେଡ୍ ବ୍ଲାକ୍ ବା ପିଓର୍ ବ୍ରିଡ୍ ଯେନ୍ଟା କୁହାହେସି। ଆପଣ ଦେଖୁଥିବେ ତାର୍ ଆଖି ତାର୍ ଗୋଡ଼୍ମାନଙ୍କର କଲର୍ କେନ୍ତା ହେଇଛେ ବ୍ଲାକ୍ ଅଛେ। ତାର୍ ବଡ଼ିର ବି କଲର୍ ବ୍ଲାକ୍ ଅଛେ। ଆଉ ଯେନ୍ ଟିକେ ମାନେ ରେଡ୍ ରହୁଛେ ଏଇଟା ତାର୍ ଜନ୍ମରେ ଏନ୍ତା ତାମାନେ ରହେସି ଅଣ୍ଡାନୁ ବାହାରିଲା ବେଲେ ତାର୍ ପରେ ପୁରା ଡିପ୍ ବ୍ଲାକ୍ ହେଇଯିବା। ଆପଣ ତ ଇ ଯେନ୍ କୁକୁଡ଼ା ଦେଖୁଥିବେ ଇହାଦେ ଯେନ୍ ଚିଆଁ ଦେଖୁଛନ୍ ପୁରା ତାର୍ ଡିପ୍ ବ୍ଲାକ୍ କେନ୍ତା ଅଛେ ଆପଣମାନେ ଦେଖିପାରୁଥିବେ। ତ ଇ ବ୍ରିଡ୍‌କେ ନେଇକିରି ବହୁତ ଲୋକମାନଙ୍କର ଭିତରେ ପ୍ରଶ୍ନ ଥିସି କି ଆଜ୍ଞା ଆମେ କ୍ରସ୍ ବ୍ରିଡ୍‌ଟା କେନ୍ତାକେ ଜାନିପାର୍ମୁ। ପ୍ରଥମ କଥା ତ ଯଦି ଯେନ୍ ଟ୍ରେଡର୍ସ ଭାଇ ଦଉଛନ୍ ସେମାନେ ଯଦି ନାଇଁ କହିବେ ବେଲେ ଆପଣ ଜାନି ନି ପାରନ୍ ଆଫ୍ଟର୍ 1 ମନ୍ଥ ପରେ। ମାନେ 1 ମନ୍ଥ ଯାକ ଆପଣ ଜାନି ନି ପାରନ୍ ଯେ ଏଇଟା କ୍ରସ୍ ବ୍ରିଡ୍ ଏ କହିକିରି। 1 ମନ୍ଥ ପରେ ସେଟା ଜଣା ପଡ଼ିଯିବା ଯେନ୍ଟାକି ଆମର ବନରାଜ FFG ବାଗେ ରହେସି। ଠିକ୍ ସେନ୍ତା ହିସାବରେ ଏମାନେ ଗ୍ରୋଥ୍ ନେଇଯିବେ। କିନ୍ତୁ ଟିକେ ଯେନ୍ ଚାଷୀ ଭାଇମାନେ ଥରେ ଦୁଇ ଥର ଚାଷ୍ କରିଥିବେ ସେମାନେ ଜାନି ବି ପାଇବେ କି ଏଇଟା କ୍ରସ୍ ବ୍ରିଡ୍ ଏ କହିକିରି। ଯେନ୍ଟାକି ମାନେ କୁକୁଡ଼ା ଛୁଆର ଓଜନଟା ଟିକେ 40 ଗ୍ରାମ୍‌ରୁ ଅଧିକ ରହେବା ସେଟାକେ ଆମେ କ୍ରସ୍ ବ୍ରିଡ୍ ବୋଲିକିରି କହିପାର୍ମା। ଆଉ ଯେନ୍ଟା 40 ଗ୍ରାମ୍‌ରୁ ଟିକେ କମ୍ ରହେବା ସେଟା ହଉଛେ ଅରିଜିନାଲ୍ ବ୍ରିଡ୍ ବା ଯେନ୍ଟା ନର୍ମାଲ୍ ବ୍ରିଡ୍ କୁହାହେସି ଜେଡ୍ ବ୍ଲାକ୍‌ର। ତ ଏଇଟା ହଉଛେ ତାର୍ ପ୍ରୋସେସ୍‌ଟା ଆପଣ ବ୍ରିଡ୍ କେନ୍ତାକି ଜାନିପାରବେ। ଆଉ ଇ ଯେନ୍ କଡ଼କନାଥ ଚାଷ୍‌ଟା ଦେଖୁଛନ୍ ଆପଣମାନେ ଏଇଟା ପାଖାପାଖି 2 ମାସ୍ ହେଲାନ ଗୋଟେ ଫାର୍ମର୍‌ଙ୍କୁ ଦିଆ ହେଇଥିଲା। ତାଙ୍କର ଫାର୍ମରେ ଏଇଟା ଅଛି। ଆପଣମାନେ ଆମର ବ୍ରିଡ୍ ଦେଖିପାରୁଥିବେ। ପାଖାପାଖି 1ରୁ 2 ମାସ୍ ଭିତରେ ଟିକେ ଏଗ୍ଜାକ୍ଟ ଟାଇମ୍‌ଟା ଆମେ ଟିକେ ନାଇଁ ଜାଣିପାରି। ତ ଆପଣ ଦେଖିପାରୁଥିବେ କେନ୍ତା ଆକ୍ଟିଭ୍ ଅଛନ୍ କୁକୁଡ଼ାମାନେ। ଆଉ ବ୍ରିଡ୍ ଦେଖୁନ୍ କେନ୍ତା ପୁରା ଅରିଜିନାଲ୍ ବ୍ରିଡ୍ ଆମର ତାକର୍ ଦିଆ ହେଇଛେ। ତ ଇ ବ୍ରିଡ୍‌କେ ଆପଣମାନେ ଯଦି ପାଇବାର୍କେ ଚାହୁଁଛନ୍ ଆପଣମାନେ ଆମର୍ନୁ ଯୋଗାଯୋଗ କରିକିରି ନେଇପାରବେ। ଆଉ ଆପଣମାନଙ୍କୁ ଭଲ୍ ପ୍ରାଇସ୍‌ରେ ବି ଆମେ ଦେଇପାର୍ମୁ। ଆପଣମାନେ ଆମକୁ କଣ୍ଟାକ୍ଟ କରୁନ୍ ଆମର୍ ନମ୍ବର୍‌ରେ। ଆଉ ଆମେ ଆପଣମାନଙ୍କୁ ଭଲ୍ ସର୍ଭିସ୍ ବି ଦେବାର୍କେ ଚେଷ୍ଟା କର୍ମୁ। କଡ଼କନାଥ ଚାଷ୍ କରିକିରି ବହୁତ୍ଟେ ଚାଷୀ ଭାଇମାନେ ବହୁତ ଲାଭବାନ୍ ହଉଛନ୍। ଆଜିକାଲି ତ ଇନୋଭେଟିଭ୍ ଯୁଗରେ ବହୁତ ବଢ଼ିଆ ଇନଫର୍ମେସନ୍ସ ମାନେ ବି ପାଇପାରୁଛନ୍। ଆଉ ଇ କଡ଼କନାଥ ଚାଷ୍‌ଟା ଟିକେ ରୋଗ୍ ବେମାର ଅନ୍ୟ କୁକୁଡ଼ା ଅପେକ୍ଷା ଟିକେ ନାଇଁ ହୁଏ ବେଶୀ। ଏମାନଙ୍କର ଯେହେତୁ ରେଜିଷ୍ଟାନ୍ସ ପାୱାର୍ ଟିକେ ଅଧିକା ରହେସି ବଡ଼ିର। ତ ଏମାନେ ଟିକେ ହେତ୍କି କେୟାର୍ ନାଇଁ କଲେ ବି ତାମାନେ ଭଲ୍‌ସେ ତାକର୍ ମ୍ୟାନେଜମେଣ୍ଟ ସେମାନେ କରିପାର୍ସନ୍। ଆପଣମାନେ ଦେଖୁନ୍ ଭୁସା ବି ହେତ୍କି ଡିପ୍ଲି ନାଇଁ ପଡ଼ି ଫାର୍ମରେ କିନ୍ତୁ କିଛି ଏନ୍ତା ପ୍ରୋବ୍ଲେମ୍ ନାଇଁ ଆସେ। ତାର୍ ପରେ ସେହି ବାଡ଼ିକେ ଏକା ଏଇଟା ଯେତେବେଲେ ସିଫ୍ଟ କରାହେଇଛେ 2 ମାସ୍ ପରେ ତାର୍ ଭିଡ଼ିଓଟା ଆପଣମାନେ ଦେଖିପାରୁଥିବେ କେନ୍ତା ହାଇଜେନିକ୍ ହିସାବରେ ଅଛେ ଯେ। ଇଥିରେ ପାଖାପାଖି ଫିମେଲ୍ ଆଉ ମେଲ୍ ଆପଣ ଯେତ୍କି ରେସିଓ ବୋଲ୍ବେ ଆମେ ଦେଇପାର୍ମୁ। ଆପଣମାନେ ଯଦି ଇ ଉପରେ ଜାନ୍ବାର୍କେ ଚାହୁଁଛନ୍ ଆପଣ ଆମକୁ କଣ୍ଟାକ୍ଟ କରୁନ୍। ଧନ୍ୟବାଦ ଆଜ୍ଞା, ନମସ୍କାର।